କୁସୁଙ୍ଗିଆ ବ୍ଲକ ଖାସବାହାଳ ଗ୍ରାମରେ ଏବେ ଉତ୍ସବର ମାହୋଲ। ବାଦ୍ୟର ତାଳେ ତାଳେ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯାଉଛି ଦେଶର ଜଣେ ସାହସୀ ସନ୍ତାନଙ୍କୁ। ସେ ହେଉଛନ୍ତି ସିଆରପିଏଫ୍ ଇନ୍ସପେକ୍ଟର ସଞ୍ଜୀବ କୁମାର ଭୋଇ। ଟୁଣ୍ଡଳା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ ଚନ୍ଦ୍ର ଭୋଇଙ୍କ ସୁପୁତ୍ର ସଞ୍ଜୀବ ଗତ 2000 ମସିହାରେ ସିଆରପିଏଫ୍ରେ ଯୋଗ ଦେଇଥିଲେ। ଦୀର୍ଘ 26 ବର୍ଷର ନିଷ୍ଠାପର ଏବଂ ଗୌରବମୟ କାର୍ଯ୍ୟକାଳ ଶେଷ କରିବା ପରେ ସେ ଇନ୍ସପେକ୍ଟର ପଦବୀରୁ ଅବସର ଗ୍ରହଣ କରିଛନ୍ତି। କାର୍ଯ୍ୟକାଳ ସରିବା ପରେ ଗତକାଲି ଯେତେବେଳେ ସଞ୍ଜୀବ ନିଜ ଗ୍ରାମ ଖାସବାହାଳରେ ପହଞ୍ଚିଥିଲେ ସେତେବେଳେ ସେଠାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଏବଂ ପରିବାରବର୍ଗ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଗ୍ରାମକୁ ପାଛୋଟି ନେଇଥିଲେ। ଜଣେ ବୀର ସନ୍ତାନଙ୍କୁ ପାଖରେ ପାଇ ଗ୍ରାମବାସୀ ଗର୍ବରେ ଆତ୍ମହରା ହୋଇପଡ଼ିଛନ୍ତି। ଜଣେ ସୈନିକର ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଥାଏ। ଆଉ ସେହି ସେବା ପରେ ଯେତେବେଳେ ନିଜ ମାଟିରେ ଏଭଳି ସମ୍ମାନ ମିଳେ ତାହା ପ୍ରତିଟି ଭାରତୀୟଙ୍କୁ ପ୍ରେରଣା ଯୋଗାଇଥାଏ। କଳାହାଣ୍ଡି କେସିଙ୍ଗାରୁ ରୋହିତ କୁମାର ନିଆଲଙ୍କ ରିପୋର୍ଟ, OTN TV।